ଜୟ ଶ୍ରୀ ଜଗନ୍ନାଥ ହର ହର ଶମ୍ଭୁ। ଆଜି ଆମେ ଆଲୋଚନା କରିବା ଗୀତାର ଷଷ୍ଠ ଅଧ୍ୟାୟର ସାରମର୍ମ। ସବୁଠି ସମାନ ଭାବ ରଖ। କିପରି ଆମେ ରଖିବା ସେ ଗୋଟେ କାହାଣୀ ମାଧ୍ୟମରେ ଆମେ ଆଲୋଚନା କରିବା। ଇତିହାସର କଥାଟିଏ, ଦିନକର ଘଟଣା। ମୋଗଲ ଓ ମରାଠୀ ସେନାଙ୍କ ମଧ୍ୟରେ ଘମାଘଟ ଲଢ଼େଇ ଚାଲିଥିଲା। ମୋଗଲ ସେନାପତି ବାହାଲାଲ ଓ ମରାଠୀ ସେନାପତି ରାମଲକଙ୍କର ଭିତରେ ଚାଲିଥାଏ ଖଣ୍ଡାଯୁଦ୍ଧ। ସେଦିନ ଶିବାଜୀ ଯୁଦ୍ଧକୁ ଯାଇନଥିଲେ। ତମ୍ବୁ ଭିତରେ ବସିଥାନ୍ତି। ମନରେ ତାଙ୍କର ଅସରନ୍ତି ଚିନ୍ତା। ରାମଲକର ଏଯାଏଁ ଆସିଲେ ନାହିଁ କାହିଁକି? ଆମ ସେନା ହାରିଗଲେ ନା କ'ଣ? ଏତିକି ବେଳେ ରାମଲକନ ସେଠାରେ ପହଞ୍ଚିଗଲେ। ଶିବାଜୀଙ୍କୁ ପ୍ରଣାମ କରି କହିଲେ, ମହାରାଜ, ଆଜିର ଖବର ଭଲ, ଆମେ ଜିତିଛୁ। ମୋଗଲ ସେନା ହାରିଯାଇ ପ୍ରାଣ ଭୟରେ ଯୁଦ୍ଧକ୍ଷେତ୍ରରୁ ପଳାଇଗଲେ। ହଁ, ମୁଁ ଆଜି ହଜୁରଙ୍କୁ 2ଟି ଉପହାର ଭେଟିଦେବି। ଯୁଦ୍ଧକ୍ଷେତ୍ରରୁ ନେଇ ଆସୁଛି, ନିଅନ୍ତୁ ଏଇଟି। ଏହା ହେଲା ମୁସଲମାନ ଧର୍ମଗ୍ରନ୍ଥ କୋରାନ। ଆପଣଙ୍କ ହାତରେ ଏହାକୁ ଚିରି ଫାଡ଼ି ଫୋପାଡ଼ି ଦିଅନ୍ତୁ। ଆଉ ଏହି ସବାରି ଭିତରେ ଅଛି ମୋଗଲ ସେନାପତି ବାହାଲଲଙ୍କ ସ୍ତ୍ରୀ। ମୋର ଦ୍ୱିତୀୟ ଉପହାର ସେ। ତାକୁ ଚାକରାଣୀ ପରି ପାଦ ତଳେ ଖଟାନ୍ତୁ। ଯେସାକୁ ତେସା ନ କଲେ ମୋଗଲମାନଙ୍କର ମୁହଁ ବଢ଼ିଯାଉଛି। ବାହାଲାଲଙ୍କ ସ୍ତ୍ରୀ ସବାରରୁ ବାହାରି ଆସି ଶିବାଜୀଙ୍କ ଆଖରେ ମୁଣ୍ଡ ନୁଆଁଇ ଠିଆ ହେଲେ। ଭାରି ସୁନ୍ଦର ରୂପ। ତାଙ୍କୁ ଦେଖି ଶିବାଜୀ କହିଲେ, ମା, ମୁଁ ତୁମ ଗର୍ଭରୁ ଜନ୍ମ ନେଇଥିଲେ କେତେ ସୁନ୍ଦର ଚେହେରା ପାଇଥାନ୍ତି। ତାପରେ ଶିବାଜୀ ରାମଲାଲଙ୍କୁ କହିଲେ, ତମେ ଭୁଲ ବୁଝିଛ। ସବୁ ସ୍ତ୍ରୀ ଆମ ମା ଭଳି। ସବୁ ଧର୍ମଗ୍ରନ୍ଥ ପବିତ୍ର। ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖିବା ଉଚିତ। ଶିବାଜୀ ଏହି କଥାରେ ଗୀତାର ଷଷ୍ଠ ଅଧ୍ୟାୟର ସାର କଥା ଅଛି। ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ, ବୌଦ୍ଧ, ଜୈନ ଏବଂ ଶିଖ ଏସବୁ ମଣିଷ ଜାତିର ଧର୍ମର ଏକ ମତ, କିନ୍ତୁ ଧର୍ମ ଏକ। ନିଆର ଧର୍ମ ହେଲା ଶିଖା ଟେକି ଉପରକୁ ଉଠିବା, ତା ଜନ୍ମସ୍ଥାନ ସୂର୍ଯ୍ୟଙ୍କ ସହ ମିଶିଯିବା। ପାଣିର ଧର୍ମ ହେଉଛି ତଳକୁ ବହିଯିବା, ଆଉ ତା ଜନ୍ମସ୍ଥାନ ସମୁଦ୍ର ସହ ମିଶିଯିବା। ସେହିପରି ଆମ ଆତ୍ମା ପରମାତ୍ମାଙ୍କ ଠାରୁ ଆସିଥିବାରୁ ତାର ଧର୍ମ ହେଲା ପରମାତ୍ମାଙ୍କ ସହିତ ମିଶିଯିବା। ଏଇଥିପାଇଁ ଆମେ ଚେଷ୍ଟା କରିବା ଉଚିତ। ପର ଆପଣା, ଛୋଟ ବଡ଼, ଧନୀ ଗରିବ, ପାଠୁଆ ଅପାଠୁଆ ସବୁ ଲୋକଙ୍କୁ ସମାନ ଦୃଷ୍ଟିରେ ଦେଖିବା ଉଚିତ। ସୁଖ ଦୁଃଖ, ନିନ୍ଦା ପ୍ରଶଂସା, ହାନି ଲାଭ ସବୁ ପରିସ୍ଥିତିରେ ସମାନ ଭାବରେ ରଖିବା। ସମଭାବ ଥିବା ଲୋକଙ୍କ ସ୍ଥାନ ଯୋଗୀ ଋଷିଙ୍କ ଠାରୁ ବି ଉଚ୍ଚରେ। ମନକୁ ସଂଯତ କରିବା ଦରକାର। ଆତ୍ମାକୁ ପରମାତ୍ମାଙ୍କ ଆଡ଼େ ନେବାକୁ ଚେଷ୍ଟା କରିବା ଉଚିତ। ଭଗବାନଙ୍କୁ ଧ୍ୟାନ ରଖିବା, ତାହେଲେ ତୁମେ ସହଜରେ ଭଗବାନଙ୍କ ପାଖରେ ପହଞ୍ଚି ପାରିବ। ଆମ ସମାଜରେ ସବୁ ପ୍ରକାର ଲୋକ ଅଛନ୍ତି, ଯାହାର ବୁଦ୍ଧି ଓ କାମକୁ ନେଇ ସେ ଚଳୁଛି। ଆମ ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖିବା। ଧନୀ ଲୋକ ବୋଲି ତାର ସମ୍ମାନ କି ଆଦର କରିବା ନାହିଁ। ନିଜ ସ୍ୱାର୍ଥ ଲାଗି ତାର ପ୍ରଶଂସା ଗାଇ ବୁଲିବା ନାହିଁ। ଉଚ୍ଚ ଜାତିର ସମ୍ମାନ କି ନୀଚ ଜାତିକୁ ଘୃଣା କରିବା କଥା ନୁହଁ। ସୁଖ ଦୁଃଖ, ନିନ୍ଦା ପ୍ରଶଂସା, ହାନି ଲାଭ କଥା ଚିନ୍ତା କଲେ ଆମେ କଦାପି ଭଗବାନଙ୍କୁ ଧ୍ୟାନ କରିପାରିବା ନାହିଁ। ଏହା ହେଲା ଆମର ଷଷ୍ଠ ଅଧ୍ୟାୟର ସାରମର୍ମ। ସବୁଠି କିପରି ସମାନ ଭାବେ ରଖିବା। ଏହା ହେଲା ଆମର ଗୀତାର ସାରମର୍ମ କଥା। ଆପଣଙ୍କୁ ଯଦି ଏହି ତଥ୍ୟ ଭଲ ଲାଗିଲା, ନିଶ୍ଚିତ ଭାବରେ ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କରିଦେବେ। କମେଣ୍ଟରେ ଜୟ ଶ୍ରୀ ଜଗନ୍ନାଥ ଲେଖିଦେବେ। ଜୟ ଶ୍ରୀ ଜଗନ୍ନାଥ, ହର ହର ଶମ୍ଭୁ। ଜୟ ଶ୍ରୀ ଜଗନ୍ନାଥ।